ଏହି ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ 2 ପରୀକ୍ଷା ଫଳ। ଏନେଇ ସରକାରଙ୍କ ତରଫରୁ ଜାରି ହେଲା ଏକ ବଡ଼ ଘୋଷଣା। ତେବେ କେଉଁ ତାରିଖ ସୁଦ୍ଧା ଆପଣମାନେ ରେଜଲ୍ଟ ଦେଖିପାରିବେ, ଯାହା ଆମେ ଭିଡିଓ ମାଧ୍ୟମରେ ଜାଣିବା। ଏବେ ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ଚାହିଁ ବସିଛନ୍ତି ଯୁକ୍ତ 2 ରେଜଲ୍ଟ ପ୍ରକାଶକୁ ନେଇ। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତେବେ ବାହାରିଲା 10ମ ପରୀକ୍ଷା ଫଳ। ଏବେ ଅପେକ୍ଷା କେବଳ ଦ୍ୱାଦଶ ପରୀକ୍ଷା ଫଳକୁ। ଏବେ ଏନେଇ ସୂଚନା ଆସୁଛି କି ମେ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ 2 ରେଜଲ୍ଟ ପ୍ରକାଶ ପାଇପାରେ। ତେବେ ମେ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ 2 ପ୍ରକାଶ ପାଇବ ରେଜଲ୍ଟ। ହେଲେ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ। ତେବେ ଆସନ୍ତା 6 ତାରିଖରେ ଯୁକ୍ତ 2 ରେଜଲ୍ଟ ବାହାରିବା ନେଇ ପ୍ରଚାର ହେଉଥିଲା, ହେଲେ ଏହା ସମ୍ପୂର୍ଣ୍ଣ ଗୁଜବ। ତେବେ ମେ 1 ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ରେଜଲ୍ଟ ପ୍ରକାଶ ନେଇ ପ୍ରକ୍ରିୟା ଚାଲିଛି। ନିର୍ଦ୍ଦିଷ୍ଟ ଭାବେ ରେଜଲ୍ଟ ବାହାରିବ ସେ ନେଇ କିନ୍ତୁ କୌଣସି ସୂଚନା ଦିଆଯାଇ ନାହିଁ। ଯେବେ ସମୟ ଧାର୍ଯ୍ୟ ହେବ ଶୀଘ୍ର ମଧ୍ୟ ଜଣାଇ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ରହିଛି, ଯାହାକି ଏନେଇ ମଧ୍ୟ ଘୋଷଣା ହୋଇଛି କି ମେ ମାସ ତୃତୀୟ ସପ୍ତାହ ଅର୍ଥାତ୍ 20ରୁ 30 ତାରିଖ ମଧ୍ୟରେ ଯୁକ୍ତ 2 ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ଖୁବ୍ ଶୀଘ୍ର ଆପଣମାନଙ୍କୁ ଜଣାଇ ଦିଆଯିବ, ଯାହାକି ଏହାର ନିର୍ଦ୍ଦିଷ୍ଟ ତାରିଖ। ଆଉ ଏବେ ଯଦି ଆପଣ ଭାବୁଥିବେ କେଉଁ ୱେବସାଇଟ୍ ଯୋଗେ ଏହା ରେଜଲ୍ଟ ମଧ୍ୟ ପ୍ରକାଶ ଦେଖିହେବ, ଯାହାର ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ।